सरकार दरमा बढ़ला सोशल मीडिया देखुए मुझे निजे पोस्ट करी सरकार लॉलीपॉप गोटे धरे देखिए निज निज घर को पलैले किंतु ता भितर को जीवे आपण कॉइन ଯାହା ବି ହଉ, କିନ୍ତୁ ପ୍ରଥମ କଥା ହେଲା ରାଜନୀତି ସେମାନେ ରାଜନୀତି ମିନ୍ସ ରାଜ୍ୟ ପାଇଁ ନୀତି ଯେ ରାଜ୍ୟ ପାଇଁ ନୀତି ନିର୍ଦ୍ଧାରଣ କରିବା ପାଇଁ ଆସିଛି। ଆମେ ଅନେକ ଆଗରୁ ଦେଖିଛେ, ଅନେକ ରାଜନେତା ମାନଙ୍କୁ ଦେଖିଛେ, ଏବେ ବି ଆମେ ବହୁତ ରାଜନେତା ମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟ ଦେଖୁଛେ ଘର ଦ୍ୱାର ଛାଡ଼ି ସମ୍ପୂର୍ଣ୍ଣ ଭାବରେ ରାଷ୍ଟ୍ର ପାଇଁ ଦେଶ ପାଇଁ ରାଜ୍ୟ ପାଇଁ ସମର୍ପିତ ଭାବ ରଖି ଜନସାଧାରଣଙ୍କ ସେବା ପାଇଁ ସେମାନେ ଆଗେଇ ଆସିଛନ୍ତି। ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦେଖନ୍ତୁ କିମ୍ବା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଦେଖନ୍ତୁ। କିନ୍ତୁ ଏତେ ବିକଳିଆପଣ ଦରମା ପାଇଁ, ଦରମା ନେବା ମିନ୍ସ ଗୋଟେ କର୍ମଚାରୀ ହେଇଯିବା ସହିତ हाँ 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 ଯଦି ଗୋଟେ କର୍ମଚାରୀ କେମିତି ସେ ରାଜ୍ୟ ବିଷୟରେ ଚିନ୍ତା କରିବ, ଯଦି ନିଜର ସମ୍ପତ୍ତି ବଢ଼େଇବା ପାଇଁ, ନିଜକୁ ସୁରକ୍ଷା ଦେବା ପାଇଁ, ନିଜର ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ, ନିଜର ପରିବାର ନିଜର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜନୀତି କରାଯାଏ, ତାହେଲେ ତ ଦେଶ ରାଜ୍ୟର ଭବିଷ୍ୟତ ନିହାତି ଭାବରେ ଖରାପ ହେଇଯିବ। ठीक कहले किंतु गोटे नेता करिवो तो कौन करिवो ସେବା କରିବା ପାଇଁ ଆସିଛି, ନେତା ପାଖରେ ଆହୁରି ଅନେକ ଅପସନ ଅଛି। सेवा सेवा केमती करिवो मु कहूची आपनको उत्तर आपण ଦେଖନ୍ତୁ, ସରକାରରେ ଯିଏ ରୁହେ, ସରକାର ପାଖରେ ଗୋଟେ ବ୍ୟବସ୍ଥା ଥାଏ। ସେ ସରକାରର ବ୍ୟବସ୍ଥାରେ ଅନେକ କାମ କରାଯାଇପାରିବ। ତାମାନେ ନିଜ ପକେଟ ଗରମ କରିବା କୌଣସି ठीक कथा कहले ଆମର ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିକି ସେ ଗୋଟେ ହଁ, ଏବେ ବି ତ ଗୋଟେ ବଡ଼ ପଦକ୍ଷେପ କାଲି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନେଇଛନ୍ତି। ତାଙ୍କ ନିଜ ସାଲାରୀକୁ ସମ୍ପୂର୍ଣ୍ଣ ଭାବେ ଫରଗନ୍ କରିଦେଇଛନ୍ତି। ମାନେ ଆଉ ବାବୁ ସିଂ ମାନ୍ୟବର ବିଧାୟକ ଏକାମ୍ର, ସେ ବି ତାଙ୍କ ଦରମାକୁ ସାମାଜିକ କାମରେ ଖର୍ଚ୍ଚ କରିବେ ବୋଲି ଗୋଟେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ସମସ୍ୟା ହେଉଛି ପଇସା ପାଇଁ ମଦ ବିକ୍ରି କରିବା ଦରକାର। ନାଇଁ